ଆଲ୍ଲାଦିନ ବାଘ ରାତ୍ର ଯୋଗୁଆଳି ନିଜ ପ୍ରାପ୍ୟ ପାଇଁ ଶ୍ରମ ଅଧିକାରୀଙ୍କ ନିକଟରେ ଫେରାଦ। ଆଲ୍ଲାଦିନ ବାଘ 2009 ମସିହାରେ ସୁନାବେଡ଼ା ଏଚଏଲ୍ ବଣିକ ସଂଘରେ ରାତ୍ର ଯୋଗୁଆଳି ଭାବରେ କର୍ମରତ ଥିଲେ। ସେ ତାଙ୍କର ମାସିକ ପ୍ରାପ୍ୟ ନ ପାଇବାରୁ 2021ରେ ସେ ଶ୍ରମ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ, କିନ୍ତୁ କିଛି ସମାଧାନ ହୋଇନଥିବା ବେଳେ ଆଜି ପୁନର୍ବାର ସେ ଅଭିଯୋଗ ନେଇ ଶ୍ରମ ଅଧିକାରୀଙ୍କ ନିକଟରେ। ଶ୍ରମ ଅଧିକାରୀ ଅଭିଯୋଗ ଆଧାରରେ ଏଚଏଲ୍ ବଣିକ ସଂଘକୁ ଏକ ନୋଟିସ୍ ଜାରି କରିଛନ୍ତି ବୋଲି ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଏହି ଅଭିଯୋଗ ସମାଧାନ କେବେ ହେଉଛି ଦେଖିବାକୁ ବାକି ରହିଲା। ମୋର ଦୁଃଖଟା ଜଣାଇବାକୁ ଆସିଥିଲି ଆଜ୍ଞା। କୋଉଠି କାମ କରୁଥିଲ? ସେଣ୍ଟ୍ରାଲ ମାର୍କେଟ ସୁନାବେଡ଼ା। ପଇସା ପତ୍ର ଦେଲେ ନା ଆଜ୍ଞା। ଆଜିକୁ ରାତିରେ ଜଗି କରି ଆସିଥିଲି, ମୋତେ ଗଣ୍ଡଗୋଳ କରିକିରି ଡରଉଥିଲେ। ତମେ କେବେ ମାନେ କାମ କରୁଥିଲ ସେଠି? 2009ରୁ କାମ କରୁଛି ଆଜ୍ଞା। ହେଲେ 2021ରେ ଏଠି କମ୍ପ୍ଲେନ୍ ଦେଲ? ହଁ, କମ୍ପ୍ଲେନ୍ ଦେଲି। ମୋର କଥା ଏରିକୁଟିଏ ହେଲା ନାହିଁ। ଏବେ ବର୍ତ୍ତମାନ ଆପଣଙ୍କ ପାଖରେ ଆରେ ଆସିଛି। ହଉ କରିବୁ ବୋଲି କହିଛନ୍ତି ଆଜ୍ଞା। କିଛି ଲେଖା ଦେଇଛନ୍ତି ତମକୁ? ହଁ, ସବୁ ଦେଇଛି ଆଜ୍ଞା। କାହିଁ ଦେଖେଇଲ? ସେଟା ଦେଖେଇଲ, ଉପରେ ଦେଖ। ଦେଖନ୍ତୁ, ଆଲ୍ଲାଦିନ ବାଗ ଯିଏ ଅଛନ୍ତି ସିଏ ଗୋଟେ ନନ୍ ପେମେଣ୍ଟ ଅଫ୍ ୱେଜେସ୍ ଉପରେ ଗୋଟେ କମ୍ପ୍ଲେନ୍ ଥିଲା ତାଙ୍କର 2021 ମସିହାରେ। ଆଉ ସିଏ ସୁନାବେଡ଼ା ମର୍ଚାଣ୍ଟ ଆସୋସିଏସନ୍ ପାଖରେ କାମ କରୁଥିଲେ ନାଇଟ୍ ୱାଚର୍ କରିକିରି। ତେବେ ସେ ପେମେଣ୍ଟ ପାଇନାହାନ୍ତି କହିକି ଗୋଟେ କମ୍ପ୍ଲେନ୍ କରିଥିଲେ। ଆଉ ମୋ ପୂର୍ବରୁ ଯିଏ ଅଫିସର ଥିଲେ ସିଏ ସେ ଆସୋସିଏସନ୍କୁ ନୋଟିସ୍ ବି କରିଥିଲେ। ଆଉ ଆମର ଆଲ୍ଲାଦିନ ବାଗକୁ ମଧ୍ୟ ସେ ଇଣ୍ଟିମେଟ୍ କରିଥିଲେ। ଆଉ ଦୁଇଟା ପାର୍ଟି ମଧ୍ୟ ଏପିଆର୍ କଲେ ନାହିଁ, ସେ ଫାଇଲ୍ଟା କ୍ଲୋଜ୍ ହେଇକି ରହିଥିଲା। ବର୍ତ୍ତମାନ ସେ ଆସିଛନ୍ତି ଆମ ପାଖକୁ ଆଉ ଥରେ ତାଙ୍କର ଅଭିଯୋଗ ନେଇକରି, ତ ତାଙ୍କର ପେମେଣ୍ଟ ବାବଦକୁ ନେଇକରି ଯେଉଁଟା ପାଇନାହାନ୍ତି ସେ ପେମେଣ୍ଟ। ତ ମୁଁ ଆଜି ଆଉ ଗୋଟେ ନୋଟିସ୍ ଇସ୍ୟୁ କରିଛି ସେ ଆସୋସିଏସନ୍କୁ, ତାଙ୍କୁ ମଧ୍ୟ ଗୋଟେ ମେମୋ କପିଟା ଦିଆହେବ ଏବେ। ଏବଂ ଆମର ଲେବର ଲ ଅନୁସାରେ ଯାହା ବି ଗାଇଡ଼ଲାଇନ୍ସ ଅଛି, ଯାହା ବି ନିୟମ ଅଛି, ସେଇ ନିୟମ ଅନୁସାରେ ଆମେ ସେଇଟା ଫର୍ଦର ଆକ୍ସନ୍ ନେବୁ ଆମେ ସେଇଟା। ହଁ, ଆମ ପାଖରେ ରେକର୍ଡ଼ ଅଛି। ସିଏ ଦୁଇଟା ପାର୍ଟିକୁ ମଧ୍ୟ ସିଏ ଇଣ୍ଟିମେଟ୍ କରିଥିଲେ। 2 ଜଣ ମଧ୍ୟ ସିଏ ମାନେ ଆସିଲେ ନାହିଁ, ତାଙ୍କର ପ୍ରେଜେଣ୍ଟ କଲେ ନାହିଁ, ସେଥିପାଇଁ ଫାଇଲ୍ଟା ରହିଯାଇଥିଲା। ପୁନର୍ବାର ସେ ଆସିଛନ୍ତି। ଆମେ ଆଜି ଆଉ ଗୋଟେ ନୋଟିସ୍ ଇସ୍ୟୁ କରୁଛୁ। ଆଉ 2ଟା ପାର୍ଟିକୁ ମଧ୍ୟ ଡାକିକିରି ଆମେ ଏଇଟା ସମାଧାନ କରିବାର ବ୍ୟବସ୍ଥା କରୁଛୁ ଯଥାଶୀଘ୍ର। ଦେଖନ୍ତୁ, ସେ ଯଦି କାମ କରିଛନ୍ତି ଆମେ ରେକର୍ଡ଼ ମାଗିବୁ, ତାଙ୍କର ଯେଉଁ ଷ୍ଟାଚୁଟେରୀ ରେକର୍ଡସ୍ ଗୁଡ଼ାକ ଅଛି। ଯଦି ସେ ସତରେ କାମ କରିଥିଲେ ଜଣାପଡ଼ିଯିବ ସେଇଟା, ତ ପାଇବାର ଅଛି କହିଲେ ସେ ପାଇଯିବେ ଆକର୍ଡ଼ିଂ ଟୁ ମାନେ ଆମର ପେମେଣ୍ଟ ଅଫ୍ ୱେଜେସ୍ ଆକ୍ଟ ଅନୁସାରେ। ଠିକ୍ ଅଛି ଥ୍ୟାଙ୍କ ୟୁ ସାର୍। ଆପଣ ଯେଉଁ ନୋଟିସ୍ଟା କଲା ପରେ ଆଜ୍ଞା, ଆଉ ତାଙ୍କେ ଯଦି ଆସିବେନି ହେଲେ ତା ଉପରେ କ'ଣ ଆକ୍ସନ୍ଟା ନେବେ? ଦେଖନ୍ତୁ, ଆମେ ନୋଟିସ୍ କଲେ ଆମେ ରିମାଇଣ୍ଡର ଦେବୁ। ଆମର ଫର୍ଦର ଆକ୍ସନ୍ ଗୁଡ଼ାକ ଅଛି, ଯାହା ଯାହା ବି କରିବୁ ଆମେ ଆପଣଙ୍କୁ ଲେଟର ମାଧ୍ୟମରେ କମ୍ୟୁନିକେଟ୍ କରିଦେବୁ। ଠିକ୍ ଅଛି।